AM Music. ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ ଯେ ପ୍ରଭୁ ମୋତେ ପୁନର୍ବାର ଅନଲାଇନ୍ ମ୍ୟୁଜିକ୍ ମାଧ୍ୟମରେ ପିଲାମାନଙ୍କ ଗହଣରେ ପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ସୁଯୋଗ ଦେଇଛନ୍ତି, ସେଥିପାଇଁ ଧନ୍ୟବାଦ। ଆଜିର ବାକ୍ୟ ମାନେ ଯାହା ପାଠ କରିବା ତାହା ଆପଣମାନେ ପାଇବେ ଲୁକ 15 ପର୍ବ 11ରୁ 24 ପଦ ପଢ଼ିବା। ସେ ଆହୁରି କହିଲେ, ଜଣେ ବ୍ୟକ୍ତିଙ୍କର 2ଟି ପୁତ୍ର ଥିଲେ। ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ବାଣ୍ଟରେ ପଡ଼ୁଅଛି ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସର୍ବସ୍ୱ ସେମାନଙ୍କୁ ବାଣ୍ଟି ଦେଲେ। ଅଳ୍ପ ଦିନ ଉତ୍ତରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣାର ସମ୍ପତ୍ତି ଉଡ଼ାଇ ଦେଲା। କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା। ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା କ୍ଷେତକୁ ପଠାଇଲେ। ପୁଣି ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୂରାଇବାକୁ ବାଞ୍ଛା କରୁଥିଲା, କିନ୍ତୁ ସେ ତାହାକୁ କିଛି ଦେଉନଥିଲେ। ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କର କେତେ ମୂଲ୍ୟାଙ୍କର ଖାଦ୍ୟ ବଳି ପଡ଼ୁଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ। ମୋତେ ଜଣେ ମୂଲିଆ ପରି ରଖ। ସେଥିରେ ସେ ଉଠି ଆପଣାର ପିତାଙ୍କ ନିକଟକୁ ଗଲା, କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ି ଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ କଲେ। ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ। କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଚଞ୍ଚଳ ଘେନି ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ। ପୁଣି ମୋଟା ବାଛୁରୀଟି ଆଣି ମାର। ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ। କାରଣ ମୋହର ଏଇ ପୁଅ ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜି ଯାଇଥିଲା, ଆଉ ମିଳିଲା। ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ। ପ୍ରଭୁ ଆମ ସମସ୍ତଙ୍କୁ ଏ ବାକ୍ୟ ଦ୍ୱାରା କଥା କୁହନ୍ତୁ। ଆଜି ଯେଉଁମାନେ ବାକ୍ୟ ଶୁଣିବେ ସମସ୍ତେ ଯେଉଁ ପ୍ରକାର ନିଜ ନିଜକୁ ପ୍ରସ୍ତୁତ କରିବେ। ଆମେ ଦେଖିବା, ଜଣେ ବ୍ୟକ୍ତିଙ୍କର 2 ପୁତ୍ର ଥିଲେ, ଆଉ ତାଙ୍କର ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ବାଣ୍ଟରେ ପଡ଼ୁଅଛି ତାହା ମୋତେ ଦେଇଦିଅ, ଆଉ ସମାନ ଭାଗରେ ମୋତେ ବାଣ୍ଟି ଦିଅ। ତାଙ୍କର ଯାହା ସମ୍ପତ୍ତି ଥିଲା ସେ ବାପା କ'ଣ କଲେ, ଆଉ 2 ପୁଅଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେଲେ। ଏଥିମଧ୍ୟରୁ ଆମେ ଜାଣିଲୁ ଯେ ବାପା ସେ 2 ପୁଅଙ୍କୁ ବହୁତ ଭଲ ପାଉଥିଲେ, ଆଉ ତାଙ୍କର ପ୍ରେମ ଦ୍ୱାରା ସେ କ'ଣ କଲେ, ସେ ଭାବିଲେନି ଯେ ମୁଁ ଯଦି 2 ପୁଅଙ୍କୁ କିଛି ଦେଇ ଦେଉଛି ତାହେଲେ ମୋ ପାଇଁ କ'ଣ ରହିବ। ସେ ଚିନ୍ତା ସେ କରିଲେ ନାହିଁ। 2 ପୁଅଙ୍କୁ ସମାନ ଭାବେ ସେ କ'ଣ କଲେ, ଆଉ ତାଙ୍କର ସମ୍ପତ୍ତିର ସମସ୍ତ ଜିନିଷକୁ ସେ ବାଣ୍ଟି ଦେଲେ ସମାନ ଭାବେ। ଆଉ ଯେ ପ୍ରକାର ଲେଖାଯାଏ ମାର୍କ 12 ପର୍ବ 42, 43 ଆଉ 44ରେ ଆମେ ଟିକେ ଦେଖିବା ସେଠି। ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର 2 କ୍ଷୁଦ୍ର ମୁଦ୍ରା ସେଥିରେ ପକାଇଲା। ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କ ନିକଟକୁ ଡାକି କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇ ଅଛି। କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା ସେହି ସବୁ ପକାଇଲା। ସେଇ ବୃଦ୍ଧା ସ୍ତ୍ରୀ ଲୋକଟି ଯେତେବେଳେ ମନ୍ଦିର ମଧ୍ୟରେ ଆଉ ପ୍ରାର୍ଥନା ଚାଲିଥିଲା, ଆଉ ଶିକ୍ଷା ଦିଆଯାଉଥିଲା, ସେ ସମୟରେ କ'ଣ କଲା, ସେ ସ୍ତ୍ରୀ ଲୋକଟି ଆଉ ତାର ଯାହା କିଛି ଥିଲା ସେ ସମସ୍ତ କିଛି ଈଶ୍ୱରଙ୍କର ମନ୍ଦିରରେ ଆଉ ଈଶ୍ୱରଙ୍କର ଭଣ୍ଡାର ନିମନ୍ତେ ତାହା ପକାଇ ଦେଲା। ତା ଦ୍ୱାରା ଆମେ ଏହା ଦେଖୁଛୁ ଯେ ସେ ନିଜ ପାଇଁ ଚିନ୍ତା କଲା ନାହିଁ,
ନିଜର ଈଶ୍ୱରଙ୍କ ନିମନ୍ତେ ସେ ଚିନ୍ତା କଲା। ଆଗକୁ ସେ କ'ଣ ଖାଇବ, କେମିତି ରହିବ, କେମିତି ପିନ୍ଧିବ, କେମିତି ତାର ଦିନ ଚଳିବ, ସେସବୁ ସେ ଚିନ୍ତା କଲା ନାହିଁ। କିନ୍ତୁ ଈଶ୍ୱରଙ୍କ ନିମନ୍ତେ ସେ ସର୍ବସ୍ୱ କ'ଣ କଲା, ଆଉ ସେ ଭଣ୍ଡାରରେ, ସେ ଦାନ ବାକ୍ସରେ ଦାନ ପକେଇଲା। ସେଇ ପ୍ରକାର ଏଇ ଜଗତରେ ପିତା ମଧ୍ୟ ସେ କ'ଣ କଲେ, ତାଙ୍କର ନିଜ ପାଇଁ ସେ ଚିନ୍ତା କଲେନି। ନିଜେ କେଉଁ ପ୍ରକାର ରହିବେ, କେଉଁ ପ୍ରକାର ସେ ହୁଏତ ତାଙ୍କୁ କଷ୍ଟ ଅନୁଭବ ହେଇଥିବ, ଆଉ କିନ୍ତୁ ନିଜର ପିଲାର ଖୁସି ପାଇଁ ସେ କ'ଣ କଲେ, ତାଙ୍କର ସମସ୍ତ ବିଷୟକୁ ସମାନ ଭାଗେ 2 ଭାଗ କରି ବାଣ୍ଟି ଦେଲେ। ଏହାଦ୍ୱାରା ଜଗତର ପିତା ମଧ୍ୟ ଆମମାନଙ୍କର ଅତି ପ୍ରେମ ଆମମାନଙ୍କୁ କରନ୍ତି। ବାପା ମାନେ ସହଜେ ଅତି କଠୋର ଥାଆନ୍ତି ବୋଲି ସମସ୍ତେ କହନ୍ତି, କିନ୍ତୁ ପିଲାଙ୍କ ନିମନ୍ତେ ସେମାନେ କ'ଣ କରନ୍ତି, ତାଙ୍କର ଥାଉ କି ନଥାଉ, ମୋ ପିଲା କେମିତି ଖାଇବ, କେମିତି ରହିବ, କେମିତି ସେ ପିନ୍ଧିବ, କେମିତି ପାଠ ପଢ଼ିବ, କେମିତି ତାର ଉଚ୍ଚ ଭବିଷ୍ୟତ ହେବ, ସେ ଚିନ୍ତା ସେ କରନ୍ତି ସବୁବେଳେ। ଆଉ ସେ ସମୟରେ ସେ ବ୍ୟକ୍ତି ବି ଆଉ ତାର ସମସ୍ତ ସମ୍ପତ୍ତିର ଅର୍ଦ୍ଧେକ ତାଙ୍କ ସାନ ପୁଅକୁ ଦେଇଦେଲେ। ଆଉ ସାନ ପୁଅ କ'ଣ କଲା, କିଛି ଦିନ ଉତ୍ତାରେ ସେ ତାର ସମସ୍ତ ସମ୍ପତ୍ତିକୁ ଧରି ଆଉ ଦୂର ଦେଶକୁ ଚାଲିଗଲା। ସେ ଦେଖିଲାନି ଆରେ ମୋ ବାପା କି ଅବସ୍ଥାରେ ଥିବେ, ଆଉ ସେ ଫେରିକି ବି ଚାହିଁଲାନି, କାରଣ ତାର ମନରେ କଠୋରତା ଥିଲା। ଶୈତାନ ତା ହୃଦୟରେ ପ୍ରବେଶ କରିଥିଲା। ଆଉ ସେଇ ସମୟରେ ତାର କ'ଣ ହେଲା, ବହୁତ ମୌଜ ମଜଲିସ କରି କୁସଙ୍ଗରେ ତାର ସମସ୍ତ ଧନ ସମ୍ପତ୍ତିକୁ ସେ ଆନନ୍ଦରେ ଉଡ଼େଇଲା ପରେ ତାପରେ କ'ଣ ହେଉଛି, ଆମେ ତ ପଢ଼ିଛେ, ତାପରେ ସେ ଦେଶରେ ଦୁର୍ଭିକ୍ଷ ଆସିଲା। ଦୁର୍ଭିକ୍ଷ ଦ୍ୱାରା ତାର ଅଭାବ ବଢ଼ି ଚାଲିଲା। ଆଉ ସେ ଖାଦ୍ୟ ପାଇଲାନି, ବସ୍ତ୍ର ପାଇଲାନି, ପିନ୍ଧିବାକୁ ପାଇଲାନି, ଶୋଇବାକୁ ମଧ୍ୟ ପାଇଲାନି। ଆଉ ଦୁର୍ଭିକ୍ଷ ପଡ଼ିବା ମାନେ ମହାମାରୀ ବି ଆସେ, ମହାମାରୀ ଦ୍ୱାରା ନିଃଶେଷ ଅସୁସ୍ଥ ଥିବ। ସେଇ ସମୟରେ ସେ କ'ଣ କଲା, ଅନ୍ୟ ଲୋକ ପାଖରେ ଯାଇ କାର୍ଯ୍ୟ କରିବାକୁ ଆରମ୍ଭ କଲା। କ'ଣ କାମ କଲା, ଘୁଷୁରୀ ଚରେଇବା କାମ, ସବୁଠୁ ଯୋଉଟା ଅତି ନିଚ କାମ। ସେ ତ ଘରେ କେତେ ସୁନ୍ଦର ଭାବେ ଥିଲା, ମୂଲିଆ ମାନେ ତାର କାମ କରିଦେଉଥିଲେ, ଦାସ ଦାସୀ ମାନେ ତାର ସେବା କରୁଥିଲେ। ଆଉ ବାପ ଘରେ ଯେତେବେଳେ ସେ ଥିଲା, ବାପାଙ୍କର ଅତି ଅଲିଅଳ ଥିଲା ସେ ପୁଅଟି। ଆଉ ଏ ସମସ୍ତ ବିଷୟକୁ ସେ ପରିତ୍ୟାଗ କରିକି ଗଲା, ତାର ହୃଦୟ କଠିନ କଲା, ଏବଂ ସେ କ'ଣ କଲା, ଆଉ ଏଇ ଘୁଷୁରୀ ମାନଙ୍କର ଖାଦ୍ୟକୁ ମଧ୍ୟ ସେ ଖାଇବାକୁ ଇଚ୍ଛା କଲା। କିନ୍ତୁ ସେ ଘୁଷୁରୀ ଯେଉଁ ଖାଦ୍ୟ ଖାଏ, ଯେଉଁ ସିମ ଖାଏ, ସିଝା ସିମ ତାକୁ ଦିଆଯାଏ ଘୁଷୁରୀ ମାନଙ୍କୁ, ଆଉ ସେ ସିଝା ସିମ ଖାଇବାକୁ ମଧ୍ୟ କ'ଣ କଲା, ପାଇଲା ନାହିଁ। ସେଇ ସମୟରେ ତାର ମନ ପରିବର୍ତ୍ତନ ହେବାକୁ ଲାଗିଲା। ସେ ଭାବିଲା ଯେ ମୋ ବାପାଙ୍କ ଗୃହରେ ମୂଲ୍ୟମାନଙ୍କର କେତେ ଖାଦ୍ୟ ବଳି ପଡ଼ୁଛି, କିନ୍ତୁ ମୁଁ ଆଜି ଏଠାରେ ଖାଦ୍ୟ ପାଉନାହିଁ। ତା ମନରେ ଏକ ପରିବର୍ତ୍ତନ ଭାବ ଆସିଲା। ଆଉ ସେ କ'ଣ କଲା, ଭାବି ପାରିଲା ଯେ ମୁଁ ଈଶ୍ୱରଙ୍କ ବିରୁଦ୍ଧରେ, ଆମ ପିତାଙ୍କ ବିରୁଦ୍ଧରେ ଭୁଲ କାର୍ଯ୍ୟ କରିଛି। ବାପାଙ୍କର ବିରୁଦ୍ଧରେ ଯେଉଁ କାର୍ଯ୍ୟ କରିଛି, ଆଉ ବାପାଙ୍କ ନିକଟକୁ ମୁଁ ଫେରିଯିବି, ଆଉ ମୁଁ କ୍ଷମା ମାଗିବି। ଈଶ୍ୱରଙ୍କ ବିରୁଦ୍ଧରେ ଆଉ ମୋର ବାପାଙ୍କ ବିରୁଦ୍ଧରେ, 2 ଜଣଙ୍କ ବିରୁଦ୍ଧରେ ମୁଁ ମନ୍ଦ କାର୍ଯ୍ୟ କରିଛି। ଆଉ ସେଥିପାଇଁ ମୁଁ ମୋ ବାପାଙ୍କୁ ଯାଇ କହିବି, ମୁଁ ଆଉ ତୁମର ପୁଅ ହୋଇକି ରହିବାର ମୁଁ ଯୋଗ୍ୟ ନୁହେଁ, ମୋତେ ମୂଲିଆ ପରି ତୁମେ ରଖ, କାରଣ ମୁଁ ତୁମ ବିରୁଦ୍ଧରେ ଓ ବାପାଙ୍କ ପିତାଙ୍କ ବିରୁଦ୍ଧରେ ମୁଁ ବିରୁଦ୍ଧାଚରଣ କାର୍ଯ୍ୟ କରିଛି। ଆଉ ଏସବୁ ଚିନ୍ତା କରିକି ସେ ବ୍ୟାକୁଳ ହେଉଛି। ଆଉ ତାଙ୍କ ବାପାଙ୍କ ପାଖକୁ ଯେତେବେଳେ ଗଲା, ବାପା ଦୂରରୁ ତାକୁ ଦେଖୁଛନ୍ତି, ଆରେ ମୋ ପୁଅ ଫେରି ଆସୁଛି। ଆଉ ସେ କ'ଣ କଲେ, ତାକୁ ରାଗିଲେନି, ତୁ କାହିଁକି ଯାଇଥିଲୁ ତାକୁ ପଚାରିଲେନି। ସେ ବ୍ୟାକୁଳ ହେଇକି ତାକୁ କ'ଣ କରୁଛନ୍ତି, ଦୌଡ଼ି ଯାଇ ତାକୁ ଆଲିଙ୍ଗନ କରୁଛନ୍ତି। ଆଉ କହୁଛନ୍ତି କ'ଣ, ସେତେବେଳେ ସେ ପୁଅଟି କ'ଣ କହୁଛି, ଯେ ବାପା, ଆଉ ମୁଁ ତୁମର ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ, ମୋତେ ତୁମର ଜଣେ ମୂଲିଆ ପରି ରଖ। ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। ଆଉ ଦୂରରେ ଥାଉ ଥାଉ ତାର ପିତା ମଧ୍ୟ କ'ଣ କଲେ, ତାକୁ ଆଲିଙ୍ଗନ କଲେ, ତାକୁ ଚୁମ୍ବନ କଲେ। ଆଉ ତାକୁ ଗୃହକୁ ନେଇଯାଇ ତାଙ୍କର ଯେଉଁ ଦାସ ଦାସୀ ମାନେ ଥିଲେ ତାଙ୍କୁ କହିଲେ, ୟାକୁ ଜଲ୍ଦି ତୁମେ ପରିଷ୍କାର କରାଅ, ଆଉ ୟାକୁ ବସ୍ତ୍ର ପିନ୍ଧାଅ, ୟାକୁ ଆଙ୍ଗୁଠିରେ ୟାକୁ ମୁଦ୍ରିକା ଦିଅ, ଆଉ ୟାକୁ ପାଦୁକା ତୁମେ ପିନ୍ଧାଅ।
କେତେ ସୁନ୍ଦର ବିଷୟ। ଯେଉଁ ପୁଅ ଫେରି ଯାଇଥିଲା, ଯେଉଁ ପୁଅ ଅବାଟରେ ଯାଇଥିଲା, ଯେଉଁ ପୁଅ ନିଜର ପରିବାରକୁ ଅନେଇଲାନି, ନିଜର ସମ୍ପର୍କୀୟକୁ ଅନେଇଲାନି, ତା ଭାଇକୁ ଅନେଇଲାନି, ତା ବାପାକୁ ଅନେଇଲାନି, କେମିତି ସେମାନେ ଅଛନ୍ତି, ମୋ ବାପା କି ପ୍ରକାର ଚଳୁଥିବେ, କି ପ୍ରକାର ଅବସ୍ଥାରେ ଥିବେ, ତାହା ମଧ୍ୟ ସେ ଚିନ୍ତା କରିଲା ନାହିଁ। କିନ୍ତୁ ତା ବାପା ସେସବୁ ଭୁଲିଗଲେ ଯେ ମୋ ପିଲା ମୋ ପ୍ରତି ଖରାପ କାର୍ଯ୍ୟ କରିଛି। ଯେତେବେଳେ ଜଗତର ପିତା ଆମମାନଙ୍କୁ ଏତେ ପ୍ରେମ କରିପାରନ୍ତି, ଆମମାନଙ୍କର ସ୍ୱର୍ଗସ୍ଥ ପିତା ଆମମାନଙ୍କୁ କେତେ ଭଲ ନ ପାଆନ୍ତି। ଯେତେବେଳେ ଆମେ ତାହାଙ୍କର ନିକଟବର୍ତ୍ତୀ ହେବା, ଯେତେବେଳେ ଆମମାନଙ୍କର ପାପର ବୋଧ ଆସେ ଯେ ଆମେ ଭୁଲ କାର୍ଯ୍ୟ କରିଛୁ, ପ୍ରଭୁ ଆମମାନଙ୍କୁ ତୁମେ କ୍ଷମା କର, ଆମମାନଙ୍କୁ ତୁମେ ତୁମର ଚରଣ ତଳେ ଆଶ୍ରୟ ଦିଅ। ଆଉ ସେତେବେଳେ କ'ଣ ହୁଏ? ଆମମାନଙ୍କର ପିତା ଆମମାନଙ୍କୁ ମଧ୍ୟ ଆଲିଙ୍ଗନ କରିବା ନିମନ୍ତେ ସେ ହାତ ପ୍ରସାରି ଆମମାନଙ୍କୁ କ'ଣ କରନ୍ତି? ଡାକନ୍ତି, ଆ ପୁଅ ମୋ ପାଖକୁ ଆ, ଆ ଝିଅ ମୋ ପାଖକୁ ତୁ ଆ। ଆଉ ସେ ମନ ପରିବର୍ତ୍ତନ ଦ୍ୱାରା କ'ଣ ହୁଏ? ସ୍ୱର୍ଗ ରାଜ୍ୟରେ ମହା ଆନନ୍ଦ, ଦୂତମାନେ ମହା ଆନନ୍ଦ କରନ୍ତି। ସେଦିନ ସ୍ୱର୍ଗ ରାଜ୍ୟରେ ଯଦି ଗୋଟେ ପାପୀ ମନ ଫେରାଏ, ପରିବର୍ତ୍ତନ ହୁଏ, ଆଉ ସେଦିନ କ'ଣ ହୁଏ? ସ୍ୱର୍ଗ ରାଜ୍ୟରେ ମହା ଆନନ୍ଦ ହେଇଥାଏ। ସେଇପଟେ ସେଦିନ ନିଜର ଭୁଲକୁ ବୁଝିପାରିଥିଲା, ନିଜର ସମସ୍ତ କୁବିଷୟକୁ ତ୍ୟାଗ କରି ତାଙ୍କର ପିତାଙ୍କ ନିକଟକୁ ସେ ଫେରିଥିଲା। ଆମମାନଙ୍କୁ ମଧ୍ୟ ସେହି ପ୍ରକାର ଯେତେବେଳେ ଆମେ ତାହାଙ୍କର ନିକଟବର୍ତ୍ତୀ ହେବା, ଆମମାନଙ୍କୁ ମଧ୍ୟ ସେ ରାଜବସ୍ତ୍ରରେ ପରିହିତ କରିବେ। କେବଳ ଯେ ଆମେ ପରିତ୍ରାଣ ପାଇଗଲୁ ତାପରେ ଆମେ ଭୁଲ କରିବା, ସେଇଟା ନୁହଁ। ଆମେ ଭୁଲ କାର୍ଯ୍ୟ କରିଛୁ, କ୍ଷମା ମାଗିଦେଲୁ, ପୁନର୍ବାର ସେଇ ଭୁଲ କରିବା, ସେଇଟା ବି ନୁହଁ। ପ୍ରଭୁ ଆମମାନଙ୍କୁ ବାରମ୍ବାର ଆମମାନଙ୍କୁ କ୍ଷମା ଦିଅନ୍ତି, କେବଳ ସେ ଆମମାନଙ୍କୁ ଅନୁଗ୍ରହରେ ପରିପୂର୍ଣ୍ଣ କରିଛନ୍ତି। ସେଦିନର ଅପବୟ ପୁତ୍ର ପରି ଯଦି ଆମମାନେ ଆଜି ଏଇ ସଂସାରରେ ମଧ୍ୟ ଅନେକ ବାପାମାନଙ୍କୁ କ'ଣ କରୁଛନ୍ତି? ଆଉ ବୃଦ୍ଧାଶ୍ରମରେ ନେଇକି ଛାଡ଼ି ଦେଉଛନ୍ତି। ସେମାନଙ୍କର ଧନ ସମ୍ପତ୍ତି ଘର ଦ୍ୱାର ନେଇ ସେମାନେ କ'ଣ କରୁଛନ୍ତି? ଅୟସରେ ଚଳୁଛନ୍ତି। କିନ୍ତୁ ସେମାନେ ଯେ କେତେ ଭୁଲ କରୁଛନ୍ତି ତାହା ସେମାନେ ନିଜେ ବୁଝିପାରୁନାହାନ୍ତି। ଯେତେବେଳେ ସମୟ ଆସିବ, ନିଜର ସେଇ ହୃଦବୋଧ ହେବ ଯେ ନା, ମୁଁ ମୋ ବାପାଙ୍କ ବିରୁଦ୍ଧରେ ମନ୍ଦ କାର୍ଯ୍ୟ କରିଛି, ମୋ ବାପାଙ୍କୁ ମୁଁ ହତାଦର କରିଛି, ସେହି ସମୟରେ ନିଶ୍ଚୟ ପ୍ରଭୁ ତାଙ୍କୁ କ୍ଷମା କରିବେ। ଆଉ ସେଇ ଦିନ ତାଙ୍କ ନିମନ୍ତେ ମଧ୍ୟ ସ୍ୱର୍ଗ ରାଜ୍ୟରେ ଆନନ୍ଦ ହବ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏ ସୁନ୍ଦର ବିଷୟଟି ଅପବୟ ପୁତ୍ର କାହାଣୀ ଆମେ ସାନବେଳୁ ଶୁଣି ଆସିଛୁ। ଆମେ ଯେତେବେଳେ ସଣ୍ଡେ ସ୍କୁଲ ଯାଉଥିଲୁ ସେଟା ବି ମଧ୍ୟ ଶୁଣିଛୁ, ଯେତେବେଳେ ଆମେ ପିଲାମାନଙ୍କୁ ପାଠ ପଢ଼ଉଛୁ ସେଟା ବି ଆମେ ବାରମ୍ବାର କହି ଆସିଛୁ। କିନ୍ତୁ ଯେତେଥର ଆମେ ଶୁଣିବା, ଯେତେଥର ଆମେ ତାହା ପଢ଼ିବା, ତା ଭିତରୁ ଆମେ ନୂଆ ନୂଆ କିଛି ପାଇବା। ସେଥିପାଇଁ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ସେ ଅପବୟ ପୁତ୍ର ପରି ଆମେ ନ ହୋଇ ତାଙ୍କର ଗୌରବର କାରଣ ହଉ, ତାଙ୍କର ସନ୍ତାନ ହଉ। ଆମେ ନିଜର ବାପା ମାଆଙ୍କୁ ଆଉ ଉଚିତ ସମ୍ମାନ ଦେବା, ଆଉ ତାଙ୍କର କଥା ମାନିବା, ତାଙ୍କ ନିମନ୍ତେ ଆମେ ଚେଷ୍ଟା କରିବା ଯେ ଭଲ କାମ କରିବା। ଜଗତ ମନ୍ଦତାରେ ପରିପୂର୍ଣ୍ଣ। ଜଗତ ସବୁବେଳେ ଚାହେଁ କେମିତି ଆମେ ଚାକଚକ୍ୟରେ ଜୀବନ କାଟିବା। ଜଗତ ଚାହେଁ ଅନ୍ଧକାର, ଜଗତ ହେଲା ଅନ୍ଧକାର ସହିତ ସମାନ। ଜଗତର ଅନ୍ଧକାରରୁ ଆମେ କେଉଁ ପ୍ରକାର ଆଲୋକରେ ପ୍ରବେଶ କରିବା? ଯେଉଁ ଆଲୋକ ଆମମାନଙ୍କୁ ଯୀଶୁ ଖ୍ରୀଷ୍ଟ ଦେଖେଇଛନ୍ତି, ସେ ଆଲୋକରେ ଆମେ ଚଳିବାକୁ ହେଲେ, ବଞ୍ଚିବାକୁ ହେଲେ ଆମକୁ ସମସ୍ତ କୁପଥରୁ ରକ୍ଷା କରିବା ନିହାତି ଆବଶ୍ୟକ। ଆମମାନଙ୍କର ପ୍ରଭୁ ଆମମାନଙ୍କର ସହାୟ ହୁଅନ୍ତୁ, ଆମମାନଙ୍କୁ ଉତ୍ତମ ଚାଳନା ଦିଅନ୍ତୁ, ଆମମାନଙ୍କୁ ଉତ୍ତମ ଜ୍ଞାନ ଦିଅନ୍ତୁ, ବୁଦ୍ଧି ଦିଅନ୍ତୁ, ଉତ୍ତମ ପରାମର୍ଶ ମଧ୍ୟ ଆମମାନଙ୍କୁ ସେ ପ୍ରଦାନ କରନ୍ତୁ। ଆମମାନଙ୍କର ସମସ୍ତ ବିଷୟକୁ ସେ ଆଶୀର୍ବାଦରେ ମଧ୍ୟ ପୂର୍ଣ୍ଣ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ହେ ପବିତ୍ର ପିତା, ଗୌରବମୟ ରାଜା, ତୁମ ନାମର ଧନ୍ୟବାଦ କରୁଛୁ। ତୁମେ ଯେ ଆମମାନଙ୍କର ସହିତରେ ଅଛ। ଆଜି ସୁନ୍ଦର ବାକ୍ୟ ଦ୍ୱାରା ପ୍ରଭୁ ତୁମେ କଥା କହିଛ। ଆଜି ଯେତେ ଜଣ ପିଲାମାନେ, ଯୁବାମାନେ ଏଇ କାହାଣୀ ଦ୍ୱାରା ନିଜ ନିଜକୁ ପରିବର୍ତ୍ତନ କରିବେ, ପ୍ରଭୁ ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ତୁମର ଦୟା ଅନୁଗ୍ରହରେ ତୁମେ ପ୍ରତ୍ୟେକଙ୍କୁ ଆବରି ନେବା ନିମନ୍ତେ ପ୍ରଭୁ ପ୍ରସ୍ତୁତ ଅଛ। କିନ୍ତୁ ପ୍ରଭୁ ଆମମାନେ ତୁମ ନିମନ୍ତେ ପ୍ରସ୍ତୁତ ଅଛୁ କି ନାହିଁ ତାହା ପ୍ରଭୁ ଆମେ ନିଜକୁ ପଚାରୁ। ପ୍ରଭୁ ତୁମେ ଦୟା କର ସଦା ସର୍ବଦା।
ଆମମାନଙ୍କର ସହିତରେ ଥାଇ ତୁମେ ଗୌରବାନ୍ୱିତ ହୁଅ। ସମସ୍ତ ମଙ୍ଗଳ ଦାନରେ ପୂର୍ଣ୍ଣତା ପ୍ରଦାନ କର ପିତା। ସୁନ୍ଦର ସମୟରେ ପ୍ରଭୁ ଆଜି ଏଇ ଯୁବା ପୁଅ ଝିଅମାନଙ୍କୁ ସାନ ସାନ ପିଲାମାନଙ୍କୁ ତୁମେ ଅଧିକାର କର ବାପା। ଜଗତର ମନ୍ଦତାରୁ ତୁମେ ସେମାନଙ୍କୁ ରକ୍ଷା କର। ନିଜ ନିଜର ଜୀବନକୁ ଯେପରି ସଜାଡ଼ିବେ, ତୁମ ନିମନ୍ତେ ପ୍ରସ୍ତୁତକାରୀ ଜୀବନ କାଟିବେ, ସେହି ପ୍ରକାର ତୁମେ କଲ୍ୟାଣ କର। ପ୍ରାର୍ଥନା ଶୁଣି ତୁମେ ଉତ୍ତର ଦେଇଛ। ଧନ୍ୟବାଦ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେମିତି ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତମତେ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଟା ରକ୍ଷା କର। ତେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମର ହେଉ, ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଆମେନ୍।